ମଣିଷ ବି ଏମିତି ଶୃଙ୍ଖଳିତ ହେବ ନାହିଁ। ଏମାନେ କୀଟ ହେଲେ ମଧ୍ୟ ଜନ୍ଦା ହେଲେ ବି କେମିତି ଶୃଙ୍ଖଳିତ ଭାବେ ଗୋଟିଏ ଧାଡ଼ିରେ ଲାଇନ୍ ହେଇକି ଯାଉଛନ୍ତି। ଏଠି ତାଙ୍କର ଲାଇନ୍ଟି ପୁଣି ଦେଖନ୍ତୁ ଶୃଙ୍ଖଳାର ସହିତ କେମିତି ଏମାନେ ଯାଉଛନ୍ତି ଯୁଦ୍ଧକୁ ଭୋଜି ଖାଇବେ। ବର୍ଷା ପୂର୍ବରୁ ଖାଦ୍ୟ ସଂଗ୍ରହ ପାଇଁ ସେମାନେ ପୁରା ପ୍ରସ୍ତୁତ ହେଉଛନ୍ତି। ପୁଣି ଖାଦ୍ୟ ନେଇ ଗୋଟିଏ ଗାତ ଭିତରେ ସେମାନେ ରଖିଦେଇ ପୁନର୍ବାର ଆସୁଛନ୍ତି ଖାଦ୍ୟ ଅନୁସରଣରେ। ଏମାନଙ୍କ ଠାରୁ ଶୃଙ୍ଖଳିତ ଜୀବନ ଶିଖିବାର ଅଛି। ଛୋଟିଆ ଗାତରେ କେମିତି ଯାଉଛନ୍ତି ଏବଂ ଫେରୁଛନ୍ତି। ଦେଖନ୍ତୁ ସେ ଦୃଶ୍ୟ। ଏ ଦେଖନ୍ତୁ ଏଇ ଜନ୍ଦାଙ୍କ ଠାରୁ ଯେଉଁଟାକି ଧୂଳିଆ ଜନ୍ଦା ବା ବାଲି ଜନ୍ଦା ବୋଲି କୁହାଯାଏ, ଏଇ ଜନ୍ଦାମାନେ ଧୀରେ ଧୀରେ ସବୁ ଲୋପ ପାଇବାକୁ ବସିଲେଣି। ଏବେ ଆମ ଦାଣ୍ଡରେ କେମିତି ଜନ୍ଦାମାନେ ତାଙ୍କର ଶୃଙ୍ଖଳାଗତ ଜୀବନ ବିତାଉଛନ୍ତି, କେମିତି ଖାଦ୍ୟ ପାଟିରେ ଧରି ଏମାନେ କେମିତି ଗୋଟିଏ ଲାଇନ୍ରେ କେମିତି ଯାଉଛନ୍ତି, ତାଙ୍କ ରେଳ ଲାଇନ୍ ଭଳିଆ। ଦେଖନ୍ତୁ କେମିତି ଜନ୍ଦା ସବୁ କେମିତି ଜନ୍ଦା ଧାଡ଼ି ହେଇକି ଯାଇକି ସେ ଗର୍ତ୍ତରେ ତାଙ୍କର ଖାଦ୍ୟ ସବୁ ସଂଗ୍ରହ କରୁଛନ୍ତି। ସେଇଠି ଗୋଟେ ମିଟିଂ ବସିଛନ୍ତି। ମିଟିଂ ତାଙ୍କର ସଭାସ୍ଥଳରୁ କେମିତି ଗୋଟେ ଶୃଙ୍ଖଳିତ ଭାବରେ